प्रथम महांगा को आसंता 18 तारिख दिन मुख्यमंत्री मोहन चरण माझी गस्त नहीं महांगा विधायकों प्रस्तुति बैठक। ଏହି କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆସନ୍ତା 18 ତାରିଖ ଦିନ ପ୍ରଥମ କରି ମାହାଙ୍ଗା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏନେ ଆଜି କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୋଡ଼ାମରାଇଠାରେ ବିଧାୟକ ଶାରଦା ପ୍ରଧାନଙ୍କ ତତ୍ତ୍ୱାବଧାନରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର କର୍ମୀମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ତେବେ ଆସନ୍ତା 18 ତାରିଖ ଦିନ ନିଶ୍ଚିନ୍ତ କୋଇଲି ବ୍ଲକ ଅହମ୍ମଦ ବସ୍କ ଉଚ୍ଚ ବିଦ୍ୟାଳୟରେ ହୀରକ ଜୟନ୍ତୀ ପାଳିତ ହେବ। ଏ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି। ତେଣୁ ପ୍ରୋଗ୍ରାମକୁ ଆଖି ଆଗ ରଖି ପୋଡ଼ାମରାଇଠାରେ ବିଧାୟକ ଶାରଦା ପ୍ରଧାନଙ୍କ ତତ୍ତ୍ୱାବଧାନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଭଳି ଭାବେ ବହୁ ସଂଖ୍ୟାରେ ଲୋକମାନେ ଉପସ୍ଥିତ ରହିବା ସହ ଶାନ୍ତି ଶୃଙ୍ଖଳା ସହ ସଭାକୁ ସାଫଲ୍ୟମଣ୍ଡିତ ହେବ ସେ ନେଇ କର୍ମୀମାନଙ୍କ ସହ ଆଲୋଚନା କରାଯାଇଥିଲା। ମାହାଙ୍ଗାର ନବନିର୍ବାଚିତ ସ୍ୱାଧୀନ ବିଧାୟକ ଶ୍ରୀଯୁକ୍ତ ଶାରଦା ପ୍ରଧାନ ନିର୍ବାଚିତ ହେଲା ପରେ ଓଡ଼ିଶାରେ ବର୍ତ୍ତମାନ ଗଠିତ ବିଜେପି ସରକାରକୁ ସେ ସମର୍ଥନ ଜଣାଇଛନ୍ତି। ସେଇଥିପାଇଁ ତାଙ୍କ କଥାରେ ଆଗାମୀ 18 ତାରିଖ ଦିନ ତାଙ୍କର ଅନୁରୋଧରେ ଆଗାମୀ 18 ତାରିଖ ଦିନ ଓଡ଼ିଶାର ନୂତନ ଭାବେ ନିର୍ବାଚିତ ହୋଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ରାପଡ଼ାର ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଏବଂ କଟକର ସାଂସଦ ଶ୍ରୀଯୁକ୍ତ ଭର୍ତ୍ତୃହରି ମହତାବ ଅହମ୍ମଦ ବକ୍ସ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଯୋଗଦେବେ ଏବଂ ଏ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିବା ପାଇଁ ମାନ୍ୟବର ବିଧାୟକଙ୍କ ଅଧ୍ୟକ୍ଷତାରେ ସ୍କୁଲ ପରିସରରେ ଏହା ପୂର୍ବରୁ 2 ଥର ବୈଠକ ହୋଇଯାଇଛି। ପୁରାତନ ଛାତ୍ର ଏବଂ ବର୍ତ୍ତମାନର ଛାତ୍ର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ସମସ୍ତ ଶିକ୍ଷକ ଏବଂ ଅଞ୍ଚଳବାସୀ आमर मान्यवर विधायक श्रीयुक्त शारदा प्रधानकर यही उद्यम पाई भूरी भूरी प्रशंसा करुचंती एवं श्रृंखलित कार्यक्रम पाई आम अंचलर आम पुरातन छात्र संसदर अहमद बक्सर समस्त सहयोग रहिबो बोली पुरातन छात्र संसद तरफरु मु कहूची। ब्यूरो रिपोर्ट ONM न्यूज।